ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆଜି ଆମେ ପବିତ୍ର ବାଇବେଲରେ କିଛି ବିଷୟ ଧ୍ୟାନ କରିବା। କ'ଣ? ଉପଯୁକ୍ତ ସମୟର ଆହାର। ପରମେଶ୍ୱର ଆଦି ପୁସ୍ତକରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ତାଙ୍କ ଲୋକମାନଙ୍କୁ ସେ ଆହାର ଯୋଗାଇ ଅଛନ୍ତି। ଆଜି ଆମେ କେଉଁ ସମୟରେ ବାସ କରୁଛେ? ନା ଯୁଗାନ୍ତ ସମୟରେ। ପ୍ରଭୁ ଯୀଶୁଙ୍କ ଦ୍ୱିତୀୟ ଆଗମନ ଅତି ସନ୍ନିକଟ। ଆଜି ପରି ଦିନରେ ପରମେଶ୍ୱର ଆମକୁ କ'ଣ ଆହାର ଦେଇଛନ୍ତି, ଆମେ ସେ ବାକ୍ୟରୁ ଧ୍ୟାନ କରିବା। ଆହାର ଦୁଇ ପ୍ରକାର, ଗୋଟେ ହେଲା ଶରୀର ପାଇଁ ଆଉ ଗୋଟେ ଆତ୍ମା ପାଇଁ। ମାଥ୍ୟୁ 4:3-4 ଏହିପରି ଲେଖାଯାଏ, ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥର ଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ। କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିଃସୃତ ପ୍ରତ୍ୟେକ ବାକ୍ୟ ଦ୍ୱାରା ସେ ବଞ୍ଚିବ। ଶରୀର ପାଇଁ ଯେପରି ରୁଟିର ପ୍ରୟୋଜନ, ଆତ୍ମା ପାଇଁ ବାକ୍ୟର ପ୍ରୟୋଜନ। ଆତ୍ମାର ଖାଦ୍ୟ ଈଶ୍ୱରଙ୍କ ମୁଖରୁ ନିଃସୃତ ବାକ୍ୟ। ପ୍ରଭୁ ଯୀଶୁ କହିଲେ ତା ଆତ୍ମା ଆଉ ଜୀବନ ଅଟେ। ଆମେ ଦେଖୁଛେ ପୁରାତନ ନିୟମରେ ମୋଶାଙ୍କ ସମୟରେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଇଁ ବ୍ୟବସ୍ଥା ଦେଲେ। ଆଗକୁ ଜ୍ଞାନୀ ସଲୋମନ ସେ ଚୁକ୍ତିକୁ ଭଙ୍ଗ କଲେ। କେଉଁପରି? ନା ସେ ବିଜାତି ସ୍ତ୍ରୀ ଲୋକମାନଙ୍କୁ ଆଣିକି ରଖିଲେ। ଲେଖା ହେଇଛି, ସଲୋମନ ବୃଦ୍ଧ ହୁଅନ୍ତେ ସେ ବିଜାତୀୟ ସ୍ତ୍ରୀମାନେ ଯେଉଁ ଦେବତାମାନଙ୍କୁ ପୂଜା କରୁଥିଲେ, ପ୍ରଣାମ କରୁଥିଲେ, ଜ୍ଞାନୀ ସଲୋମନ ସେମାନଙ୍କୁ ପ୍ରଣାମ କଲେ, ପୂଜା କଲେ। ତାଦ୍ୱାରା ଈଶ୍ୱରଙ୍କ ଚୁକ୍ତି ଭଗ୍ନ ହେଲା। ପରମେଶ୍ୱର 10 ଆଜ୍ଞା ଦେଇଥିଲେ। ପ୍ରଥମ ଆଜ୍ଞା ଲେଖା ଅଛି, ଆମ୍ଭକୁ ଛାଡ଼ି ଆଉ କାହାକୁ ଈଶ୍ୱର ବୋଲି ତୁମେ ନ ମାନ। କିନ୍ତୁ ଜ୍ଞାନୀ ସଲୋମନ ସେ ଚୁକ୍ତିକୁ ସେ ଭଙ୍ଗ କଲେ। ଆମେ ଦେଖୁଛେ ଆଗକୁ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ ପଠାଇଲେ, ଆଉ ସେ ଈଶ୍ୱରଙ୍କ ମୁଖରୁ ନିଃସୃତ ବାକ୍ୟ ସେ ପ୍ରଦାନ କଲେ, ଯାହାଦ୍ୱାରା ସେ ଦ୍ୱାଦଶ ଗୋଷ୍ଠୀ ଉତ୍ପନ୍ନ କଲେ, ଦ୍ୱାଦଶ ଶିଷ୍ୟକୁ ମନୋନୀତ କଲେ। ଆଉ ଆଜି ପରି ଆମେ ଦେଖୁଛେ, ଆଉ ଶିଷ୍ୟମାନଙ୍କ ମଧ୍ୟରେ ଥୋମା ଆମ ଭାରତ ଦେଶକୁ ଆସିକି ସେ ପ୍ରଚାର କଲେ। ସେହି ସମୟରେ ପ୍ରଭୁ ଯୀଶୁଙ୍କୁ ଫାରୁସୀ ଶାସ୍ତ୍ରୀମାନେ ପଚାରୁଛନ୍ତି, ମଶା ଆମକୁ ସ୍ୱର୍ଗରୁ ମାନା ଦେଲେ, ତୁମେ ଏହିପରି କ'ଣ ଚିହ୍ନ ଦେଖାଉଛ ଯେ ଆମେ ତୁମକୁ ବିଶ୍ୱାସ କରିବା? ପ୍ରଭୁ ଯୀଶୁ କହିଲେ, ମଶା ତୁମକୁ ସ୍ୱର୍ଗରୁ ଆହାର ଦେଇନାହାନ୍ତି। ମୋର ପିତା ପରମେଶ୍ୱର ସିଏ ପ୍ରକୃତ ଆହାର ଦିଅନ୍ତି। ସେଇଟା ଆମେ ପଢ଼ିବା। ସେଇଟା ଲେଖାଯାଏ ଯୋହନ 6:48-49-50 ଲେଖାଯାଏ, ମୁଁ ଜୀବନଦାୟକ ଆହାର ତୁମ୍ଭମାନଙ୍କ ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରି ମୃତ୍ୟୁ ଭୋଗ କଲେ। ସେମାନେ ମାନା ଭୋଜନ କରି ମୃତ୍ୟୁ ଭୋଗ କଲେ। ଆଜି ସେମାନେ ନାହାନ୍ତି। କେହି ଯେପରି ଭୋଜନ କରି ମୃତ୍ୟୁ ଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ। ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର। କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋର ମାଂସ, ମୁଁ ତା ଜଗତର ଜୀବନ ନିମନ୍ତେ ଦେବି। ଆମେ ସେ ମାଂସ, ପ୍ରଭୁ ଯୀଶୁ କହିଲେ, ମୋର ମାଂସ ପ୍ରକୃତ ଆହାର, ପ୍ରକୃତ ଖାଦ୍ୟ, ମୋ ରକ୍ତ ପ୍ରକୃତ ପେୟ। ତା କ'ଣ ଥିଲା? ନା ତା ପୁରାତନ ନିୟମ ଭାବବାଣୀର ପୂର୍ଣ୍ଣତାର ବାକ୍ୟ ଥିଲା। କିନ୍ତୁ ସେମାନେ ନା ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲେ, ନା ସେ ବାକ୍ୟକୁ ସେ ବିଶ୍ୱାସ କଲେ। ଆମେ ଦେଖୁଛେ ପ୍ରଭୁ ଯୀଶୁ ଏ ଜଗତରୁ ଗଲା ପରେ କେଉଁପରି ମଣ୍ଡଳୀ ଭିତରେ ବିଭାଜନ ଆସିଲା। ପେଣ୍ଟିକସ୍, ବାପ୍ଟିଷ୍ଟ, କ୍ୟାଥୋଲିକ୍, ଏହିପରି କେତେ ପ୍ରକାର ସବୁ ତାଙ୍କ ଚିନ୍ତାଧାରା ଦ୍ୱାରା ସେମାନେ ଅଲଗା ସବୁ ହେଇଗଲେ। କେଉଁପରି ତା ଭିତରେ ମିଥ୍ୟା ମିଶ୍ରିତ ବାକ୍ୟ ସବୁ ପଶିଲା। ତାପରେ ଆମେ ଦେଖୁଛେ ଆଜି ପରି ଦିନରେ ପରମେଶ୍ୱର ତାଙ୍କର ପ୍ରତିଜ୍ଞାତ ପାଳକଙ୍କୁ ସେ ମନୋନୀତ କରୁଛନ୍ତି, ଯାହାଦ୍ୱାରା ଆମେ ପ୍ରକାଶିତ ବାକ୍ୟର ସେ ଭାବବାଣୀର ପୂର୍ଣ୍ଣତାକୁ
आमे जानी पारुछु। सेटा लेखा जाए आमे पढ़िबा प्रकाशित वाक्य 22:6। परे से मते कहले एही समस्त वाक्य विश्वसनीय व सत्य जहाँ जहाँ शीघ्र घटिब सेही सबु आपण दास मानक देखाइबा निमंते प्रभु भाववादी मानक आत्मा समूहर ईश्वर आपणा दूतों को प्रेरण करिअछंती। से पालकों को नियुक्त करिअछंती। आमे तांको पाखरु ए प्रकाशित वाक्य पूर्णतार वाक्य को आमे शिखिबा बुझिबा जहाँ शैतान पाखरु गोपन रे रखाई लुकायित करी रखाई ता परमेश्वर तांकर प्रतिज्ञात पालकों को से नियुक्त करिसंती जे हेले प्रभु यीशु तांको विषय कहते से बुद्धिमान विश्वस्त दास से जयकारी। आमे तांको पाखर वाक्य को श्रवण करिबा। लेखा जाए आमे शीघ्र आसुअछु जे एही पुस्तकर भाववाणी सब पालन करे से धन्य अटे। से लेखा जाए 16 आम्बे जीशु मंडली मानक निमंते तुम मानक निकटरे एही समस्त साक्ष्य देबा पई आंबर दूतों को प्रेरण करिअछु। आम्बे दाऊदंक मूल वो वंशज से उज्जवल प्रभाती तारा। आमे से प्रतिज्ञात पालक आमे तांको पाखरु आउ वाक्य को आमे सुनिबा जो वाक्य आमे बुझी पारि नथिलु से प्रकाशित वाक्यर से पूर्णतार वाक्य को आमे आमको ए जुगांत समय जहाँ प्रयोजन आमे सेटा शिखिबा तांको पाखरु। सेटा लेखा जाए प्रकाशित वाक्य 2:7 एपरी लेखा जाए मंडली मानक आत्मा कौन कहती जार कर्ण अच्छी से ता शुणु जे जय करे आंबे ताको पारदर्शीर थिबा जीवन वृक्षर फल खाइबाकू देबु। ताला ए प्रकाशित वाक्य पूर्णतार वाक्य जो पालकों को परमेश्वर नियुक्त करिसंती आमे तांको पाखरु से विश्वस्त बुद्धिमान दासों पाखरु आमे वाक्य को ग्रहण करिबा। ए लेखा जाइछि मंडली मानक आत्मा कौन कहती जार कर्ण अच्छी से ता शुणु जे जय करे ताहाकु आमे गुप्त माना देबु। पुणी जो नाम ग्रहण करता बिना अन्य कई जाने नहीं एपरी नूतन नाम लिखित एक श्वेत प्रस्तर आमे ताकु देबु। सेतिपाई परमेश्वर को गौरव हो से आमको आउ ये प्रभु यीशु द्वितीय आगमन समय आमको से वाक्य प्रदान करिसंती ता आमे ग्रहण करिबा विश्वास करिबा। समस्त को प्रेज द लॉर्ड।